पी सलमन चैनल को समस्त को स्वागत। आसंतु आम माने वाक्य शिक्षा शुणा पूर्वर एक गीत शुणी नेबा। अयोग्य पापी मनीषा अबाध्य अयोग्य पापी मनीषा हे प्रभु धोई दिया मो करुषा हे जीसु क्षमा कर पाप दोष अधम नगण्य धूଳି सदृश अधम नगण्य धूଳି सदृश हे प्रभु धोई दिया मो करुषा हे जीसु क्षमा कर पाप दोष अबाध्य पापी मनीषा। मंदताकू केते मुझे भल पाई अछि अधर्म को हृदय धरी बाट चली अछि बाट चली अछि तुम शिक्षा उपदेश अवज्ञा करिछि जगतर पछे धाई विनष्ट होइछि विनष्ट होइछि मु अभागा अलड़ा सुखिला घासा मु अभागा अलड़ा सुखिला घासा हे प्रभु धोई दिया मो करुषा हे जीसु क्षमा कर पाप दोष समस्त को नमस्कार। आसंतु आज आम्भे माने एक शिक्षा को ध्यान करने को जीवा। आसंतु आम्भे माने सुनिबा नामान कुष्ठी रोगरू की प्रकार आरोग्य है। यही व्यक्ति अराम्य राजार नामान नामक सेनापति अपना प्रभु दृष्टि रे महान व संभ्रांत लोक थिला, कारण ताहा द्वारा सदा प्रभु अराम्य मानंकु जय प्रदान करथिले। से मध्य विक्रमीशाली लोक थिला, मात्र से कुष्ठी कौन सी लाभ ना। देखंतु अराम्य माने दल दल होई बाहरी इस्राएल रो देशरू एक क्षुद्र बालिका को बंदी करी आनिथिले। देखंतु आउ से नामान रो भार्यार सेवा करुथिला। पुणी से अपना कत्री की कहिला, आह समरियार जेबे भविष्यत वक्ता अछंती तांको संगे जेबे मो प्रभु थांते
ତେବେ ତାଙ୍କୁ ସେ ତାଙ୍କ କୋଷ୍ଠ ରୋଗରୁ ସୁସ୍ଥ କରନ୍ତି। ଏଥିରେ ଜଣେ ଭିତରକୁ ଯାଇ ତାହାର ପ୍ରଭୁକୁ ଜଣାଇ କହିଲା, ଇସ୍ରାଏଲ ଦେଶର ବାଳିକା ଏହିପରି କହେ। ତହୁଁ ଆରାମର ରାଜା କହିଲା, ତୁମ୍ଭେ ସେଠାକୁ ଯାଅ, ଆଉ ମୁଁ ଇସ୍ରାଏଲ ରାଜାଙ୍କ ନିକଟକୁ ଖଣ୍ଡେ ପତ୍ର ପଠାଇବି। ତହୁଁ ସେ ଆପଣା ସଙ୍ଗେ 10 ତାଳନ୍ତ ରୂପା ଓ 6,000 ସୁବର୍ଣ୍ଣ ମୁଦ୍ରା ଓ 10 ସାଜ ପୋଷାକ ନେଇ ପ୍ରସ୍ଥାନ କଲା। ଆଉ ସେ ଇସ୍ରାଏଲ ରାଜାଙ୍କ ନିକଟକୁ ପତ୍ର ନେଇ ଗଲା। ତହିଁରେ ଏହା ଲେଖା ଥିଲା, ଯାଅ, ପୁଣି ଏହି ପତ୍ର ତୁମ୍ଭ ନିକଟରେ ପହଞ୍ଚିଲେ ଦେଖିବ ଯେ ମୁଁ ଆପଣା ଦାସ ନାମାନକୁ ତୁମ୍ଭ ନିକଟକୁ ପଠାଇଲି, ଯେପରି ତୁମ୍ଭେ ତାହାକୁ ତାହାର କୋଷ୍ଠ ରୋଗରୁ ଶୁଚି କରୁବ। ତହୁଁ ଇସ୍ରାଏଲର ରାଜା ଏହି ପତ୍ର ପାଠ କରନ୍ତେ ଆପଣା ବସ୍ତ୍ର ଚିରିଲେ। ମାରିବାକୁ ଓ ବଞ୍ଚାଇବାକୁ ସମର୍ଥ ପରମେଶ୍ୱର କି ମୁଁ, ଯେ ଏ ଲୋକ ଏକ ମନୁଷ୍ୟକୁ ତାହାର କୋଷ୍ଠ ରୋଗରୁ ସୁସ୍ଥ କରିବା ପାଇଁ ମୋ ନିକଟକୁ ପଠାଉଅଛି, ଆଶ୍ଚର୍ଯ୍ୟ ବିଷୟ। କିନ୍ତୁ ମୁଁ ବିନୟ କରୁଅଛି, ତୁମ୍ଭେମାନେ ବିବେଚନା କର, ସେ କିପରି ଆମ୍ଭ ବିରୋଧରେ ଛିଦ୍ର ଖୋଜୁଅଛି। ତାହା ସେ ରାଜା ଭାବି ବିରକ୍ତ ହୋଇଗଲେ। ଏଥି ଉତ୍ତାରେ ଇସ୍ରାଏଲର ରାଜା ଆପଣା ବସ୍ତ୍ର ଚିରିଅଛି ଏହା ଶୁଣି ପରମେଶ୍ୱରଙ୍କର ଲୋକ ଇଲିସାୟ ଭବିଷ୍ୟତ ବକ୍ତା ରାଜାଙ୍କ କତିକି ଆସି ଏହି କଥା କହି ପଠାଇଲେ, ତୁମ୍ଭେ କାହିଁକି ଆପଣା ବସ୍ତ୍ର ଚିରିଲ? ସେ ଏବେ ମୋ କତିକି ଆସୁ, ତାହାକୁ ମୋ ନିକଟକୁ ପଠାଅ, ଯେହେତୁ ସେମାନେ ଜାଣନ୍ତୁ ଇସ୍ରାଏଲ ମଧ୍ୟରେ ହିଁ ଏକ ପ୍ରଭୁଙ୍କର ଭବିଷ୍ୟତ ବକ୍ତା ଅଛି, ତାହା ସେ ଜାଣିବ। ଏଣୁ ନାମାନ ଆପଣା ଅଶ୍ୱ ଓ ରଥାଦି ସହିତ ଆସି ରାଜା ଅରାମ୍ୟର ରାଜା ପଠାନ୍ତେ ସେ ଇଲିସାୟଙ୍କ ଗୃହ ନିକଟକୁ ଠିଆ ହେଲା। ତହୁଁ ଇଲିସାୟ ଏକ ଦୂତ ପଠାଇ ତାହାଙ୍କୁ କହିଲେ, ତୁମ୍ଭେ ଯାଇ ଜର୍ଦ୍ଦନରେ 7 ଥର ସ୍ନାନ କର। 7 ଥର ବୁଡ଼ିଯାଏ ଏହିପରି 7 ଥର ସ୍ନାନ କରି ଆସ, ସେହି ସମୟରେ ତୁମ୍ଭର ନୂତନ ମାଂସ ହେଇଯିବ, ଆଉ ତୁମେ ଶୁଚି ହେଇଯିବ। ଏଥିରେ ନାମାନ ବିରକ୍ତ ହୋଇଗଲେ, ଆଉ ସେ କ୍ରୋଧ ହେଇ ଚାଲିଯାଇ କହୁଛନ୍ତି ତାଙ୍କର ଦାସମାନଙ୍କୁ ମଧ୍ୟ, ଦେଖ, ମୁଁ ଭାବିଥିଲି ସେ ଅବଶ୍ୟ ବାହାରି ମୋ କତିକି ଆସିବ, ଠିଆ ହୋଇ ସଦାପ୍ରଭୁ ତାହାର ପରମେଶ୍ୱରଙ୍କ ନାମରେ ପ୍ରାର୍ଥନା କରି କୋଷ୍ଠ ସ୍ଥାନରେ ହସ୍ତ ହଲାଇ ତାହା ସୁସ୍ଥ କରିବ। କିନ୍ତୁ ସେ ଲୋକ ତାହା କଲା ନାହିଁ, ଜର୍ଦ୍ଦନରେ ସ୍ନାନ କରିବା ପାଇଁ କହିଲେ। ଇସ୍ରାଏଲ ଦେଶର ସମୁଦାୟ ଜଳ ଅପେକ୍ଷା କି ଦମେଶକର ଅବମାନନା ଓ ପର୍ପର ନଦୀ ଉତ୍ତମ ନୁହେଁ? ଆଉ ମୁଁ ଏହି ଜର୍ଦ୍ଦନରେ ବୁଡ଼ିଯିବି, ମୁଁ କି ତହିଁରେ ସ୍ନାନ କରି ଶୁଚି ହୋଇ ନ ପାରନ୍ତି? ଏଣୁ ସେ ଫେରି କ୍ରୋଧରେ ଚାଲିଗଲା। ଏଥିରେ ତାହାର ଦାସମାନେ ନିକଟକୁ ଆସି ତାହାକୁ କହିଲେ, ଆମ୍ଭ ପିତା ନାମାନ, ଯେବେ ସେ ଭବିଷ୍ୟତ ବକ୍ତା କୌଣସି ବଡ଼ କାର୍ଯ୍ୟ କରିବାକୁ ଆପଣଙ୍କୁ ଯଦି ଆଜ୍ଞା ଦେଇଥାନ୍ତେ, ତାହେଲେ ଆପଣ ତାହା କରିଥାନ୍ତେ। କିନ୍ତୁ ସାଧାରଣ ଖାଲି ସ୍ନାନ କରିବା ବିଷୟରେ ସେ କହିଲେ, ତାହା କରିବା ପାଇଁ ଆପଣଙ୍କର କି ବଡ଼ କଥା? ତାହା ଆପଣ କରନ୍ତୁ, ଆଉ ମାନିବା ମଧ୍ୟ ଆବଶ୍ୟକତା ଅଛି। ସେଥିରେ ସେ ନାମାନ ମାନିଯାଇ ଲୋକଙ୍କ କଥାରେ ବିଶ୍ୱାସ ମଧ୍ୟ କରି ସେ ଯାଇ ଯେପରି ଇଲିସାୟ କହିଥିଲେ ସେହିପରି ଜର୍ଦ୍ଦନ ନଦୀରେ ଯେତେବେଳେ 7 ଥର ଯାଇ ବୁଡ଼ିଲେ, ତାର ନୂତନ ମାଂସ ହେଇଗଲେ। ତାହା ଦେଖି ସେ ନିଜେ ମଧ୍ୟ ଆଚମ୍ବିତ ହେଲେ। ଆଉ ସେ ଇଲିସାୟଙ୍କ ନିକଟକୁ ଆସିଲେ ଆଉ କହିଲେ, ପ୍ରଭୁ, ଆପଣ ହେଉଛନ୍ତି ଈଶ୍ୱରଙ୍କର ମନୋନୀତ ବ୍ୟକ୍ତି, ଈଶ୍ୱରଙ୍କର ଲୋକ, ତାହା ମୁଁ ଏବେ ବିଶ୍ୱାସ କଲି। ସତରେ ପ୍ରିୟ ବନ୍ଧୁ, ଆମ୍ଭେମାନେ ଯେଉଁ କାର୍ଯ୍ୟ ବିଶ୍ୱାସ ସହିତ ମାନେ କରିବା, ତାହା ଈଶ୍ୱର ଆମମାନଙ୍କୁ ସଫଳତା ଦେବେ।
ଶିକ୍ଷାରେ ଈଶ୍ୱର ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍।